ମୋ ନାମ ରୋଜି। ମୋର ବୟସ ପାଖାପାଖି 34 କି 35 ହେବ। ମୋ ସ୍ୱାମୀ ବାହାରେ ଚାକିରି କରନ୍ତି। ସେ ସୁରଟରେ ରୁହନ୍ତି। 6 ମାସେ 7 ମାସେ ଥରେ କିମ୍ବା 2 ଥର ଘରକୁ ଆସନ୍ତି। କିନ୍ତୁ ଅସୁବିଧା କ'ଣ ହୁଏ ନା, ମୁଁ ଟିକିଏ ସେକ୍ସି, ମୋତେ ସବୁବେଳେ ଗିହା ଦରକାର ହୁଏ। କିନ୍ତୁ ଯେହେତୁ ସ୍ୱାମୀ ପାଖରେ ରୁହନ୍ତି ନାହିଁ, ତେଣୁ ମୁଁ ସଦାବେଳେ ଗିହା ଖାଇପାରେ ନାହିଁ। ଥରେ ଆମ ଘରକୁ ଆସିଥିବା ଡେଲିଭରି ବୟ, ତାକୁ ମୁଁ ପଟେଇ କିପରି ତା ପାଖରୁ ନିର୍ଦ୍ଧୁମ ଭାବରେ ଗିହା ଖାଇଥିଲି ଏବଂ ମୋ ପିଆକୁ ଶାନ୍ତି କରେଇଥିଲି, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ସବିଶେଷ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ହଟ୍ ଗିହା ଗିହିଁ ଭିଡ଼ିଓ ସବୁ ଆପଣମାନେ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ, ମୁଁ ମୋର ସେଦିନ କିପରି ଆମର ଡେଲିଭରି ବୟକୁ ପଟେଇ କିପରି ତା ପାଖରୁ 1.5 ଘଣ୍ଟା ଧରି ଗିହା ଖାଇଥିଲି ଏବଂ ମୋ ବିଆକୁ ଶାନ୍ତି କରେଇଥିଲି, ସେ ବିଷୟରେ ମୁଁ ଆଜି ଆପଣମାନଙ୍କୁ ସବିଶେଷ କହୁଛି। ପ୍ରଥମରୁ କହିଛି, ମୋ ସ୍ୱାମୀ ବାହାରେ ରୁହନ୍ତି। ସେ ପାଖାପାଖି 6 ମାସେ 7 ମାସେ, କହିବାକୁ ଗଲେ ବର୍ଷଟାରେ ଥରେ କିମ୍ବା 2 ଥର ଘରକୁ ଆସନ୍ତି। ମୁଁ ଘରେ ଏକୁଟିଆ ରହେ। ମୋର ଶ୍ୱଶୁର ଏବଂ ଶାଶୁ ରୁହନ୍ତି, କିନ୍ତୁ ଶାଶୁ ପ୍ରାୟ ଦିନ ଘରେ ରୁହନ୍ତି ନାହିଁ। ସେ ଖାଲି ବନ୍ଧୁବାନ୍ଧବ ଏମିତି ବୁଲାବୁଲି କରନ୍ତି। ଶ୍ୱଶୁର ଆଉ ମୁଁ, ଆମେ 2 ଜଣ ଘରେ ରହୁ। ବହୁତ ଦିନ ଧରି ସ୍ୱାମୀ ଘରକୁ ଆସିନଥିବାରୁ ମୋତେ ପ୍ରବଳ ଗିହା ଖାଇବାକୁ ଇଚ୍ଛା ହେଉଥିଲା, କିନ୍ତୁ କିଛି ଉପାୟ ନଥିଲା। ଥରେ କ'ଣ ହୋଇଛି ନା, ମୋ ଶ୍ୱଶୁର ତାଙ୍କର ବନ୍ଧୁ ଘରକୁ ଯାଇଥିଲେ ଏବଂ ସେ କହିକି ଯାଇଥିଲେ ଯେ ରାତି ବେଳକୁ ଫେରିବେ, ଦିନରେ ଆସିବେ ନାହିଁ। ମୋର କିନ୍ତୁ ସେଇଦିନ କାହିଁକି କେଜାଣି ଦିନ 10ଟା ପାଖରୁ ପ୍ରବଳ ଗିହା ଖାଇବାକୁ ଇଚ୍ଛା ହେଉଥିଲା। କିଛି କାମରେ ମନ ଲାଗୁନଥିଲା। ତେଣୁ ମୁଁ କିଛି ସମୟ ଗଲା ପରେ କ'ଣ କଲି ନା, ରୁମ୍ ଭିତରେ ଏକୁଟିଆ ବସିଥିଲି ଏବଂ ମୋ ଦୁଧକୁ ନିଜ ହାତରେ ଚିପୁଡ଼ୁଥିଲି। ଦୁଧର ମୁଣ୍ଡିକୁ ହାଲୁକା ହଲଉଥିଲି। ମୋତେ ଟିକେ ମଜା ଲାଗୁଥିଲା। ତାପରେ ଯେତେବେଳେ ଅଧିକ ହିଟ୍ ହେଇଗଲି, ମୁଁ କ'ଣ କଲି ନା, ମୋ ବିଆରେ ଆଙ୍ଗୁଠି ଗେଞ୍ଜି ହଲେଇଲି। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ସେମିତି ଆଙ୍ଗୁଳି ମୋ ବିଆରେ ପଶେଇ ମୁଁ ହଲଉଥିଲି, ତଥାପି ଶାନ୍ତି ଲାଗୁନଥିଲା। ତ ଏହି ସମୟରେ ମୋର ଘରେ ଥିବା କଲିଂ ବେଲ୍ଟି ବାଜି ଉଠିଲା। ମୁଁ ଯାଇ ଦେଖିଲି ଯେ ବାହାରେ ଜଣେ ଡେଲିଭରି ବୟ ଛିଡ଼ା ହେଇଛି। ମୋର ମନେ ପଡ଼ିଗଲା, ମୁଁ ଅନଲାଇନ୍ରେ ଅର୍ଡ଼ର କରିଥିଲି, ତେଣୁ ସେ ଜିନିଷପତ୍ର ନେଇ ଆସିଛି। ତେଣୁ ମୁଁ ଚଟକିନା ମୋ ଶାଢ଼ୀକୁ ସଜାଡ଼ି ଦେଇ ବାହାରକୁ ବାହାରିଲି ଏବଂ ଡେଲିଭରି ବୟ ମୋତେ ଦେଖି କହିଲା, ଆପଣଙ୍କର ଡେଲିଭରି ଆସିଛି, ଆପଣ ୟାକୁ ରିସିଭ୍ କରନ୍ତୁ। ମୁଁ କହିଲି, ହଉ ଠିକ୍ ଅଛି, ତୁମେ ଘର ଭିତରକୁ ଆସ। ତାପରେ ମୁଁ ତାକୁ ଘର ଭିତରକୁ ନେଇଗଲି। ଘର ଭିତରେ ନେଇଯାଇ ଗୋଟେ ଚେୟାର ଦେଲି। ଚେୟାରରେ ବସିଲା ସେ। ଟିଭିଟିକୁ ଅନ୍ କରିଦେଲି ଏବଂ ସେ ଜିନିଷପତ୍ର କାଢ଼ିଲା ତା ବ୍ୟାଗ୍ରୁ ଏବଂ ମୋତେ ଦେଲା। ଏତିକି ସମୟ ଭିତରେ ମୁଁ ସେ ଡେଲିଭରି ବୟ ଦେଖିବାକୁ ଏତେ ସୁନ୍ଦର ହେଇଥିଲା, ପୁରା ଗୁଲୁଗାଲିଆ ଟୋକାଟା। ତେଣୁ ସେତେବେଳକୁ ତ ମୁଁ ବିଆରେ ଆଙ୍ଗୁଠି ଗେଞ୍ଜି ପୁରା ବିଆକୁ ହିଟ୍ କରି ରଖିଥିଲି, କିନ୍ତୁ ଶାନ୍ତି ପାଇପାରିନଥିଲି। ତେଣୁ ମୋ ମନକୁ କାହିଁକି କେଜାଣି ଆସିଲା ଯେ ମୁଁ ଆଜି ଏଇ ଡେଲିଭରି ବୟ ପାଖରୁ ଗିହା ଖାଇବି। ଏଇ କଥା ଚିନ୍ତା କରି ମୁଁ କ'ଣ କଲି, ତାକୁ ଟିକେ ଟିକେ ପଟେଇବାକୁ ଚେଷ୍ଟା କଲି। ତାକୁ କହିଲି, ତୁମେ ପାଣି ପିଇବ? ସେ କହିଲା, ହଁ, ଗରମ ଦିନ ଶୋଷ ଲାଗୁଛି, ମୋତେ ଟିକେ ପାଣି ଦିଅନ୍ତୁ। ମୁଁ ତାପରେ ତାକୁ ଆଣି ପାଣି ଦେଲି ଏବଂ ସେ ପାଣି ପିଉଥିବା ସମୟରେ ମୁଁ ତା ପଛପଟକୁ ଚାଲିଗଲି। ଯେତେବେଳେ ସେ ପାଣି ପିଇ ସାରିଲା, ମୁଁ କ'ଣ କଲି ନା, ତା ବେକରେ ହାତ ପକାଇଦେଲି। ସେ ଚମକି ପଡ଼ିଲା
ମୁଁ ତାର ଦୁଇ କାନ୍ଧରେ ହାତ ପକାଇ ତାକୁ ଟିକେ ମୋ ଆଡ଼କୁ ଟାଣି ନେଲି। ତେଣୁ ତା ମୁଣ୍ଡଟି ଯାଇ ସମ୍ପୂର୍ଣ୍ଣ ଭାବରେ ମୋ ଦୁଧରେ ବାଜିଲା। ସେ କିଛି ବୁଝିପାରୁନଥିଲା, କିଛି କହିବାକୁ ସିଏ ଚାହୁଁଥିଲା। ମୁଁ ତା ପାଟିଟିକୁ ହାତରେ ଚାପି ଧରିଲି ଏବଂ ତା କାନ ପାଖରେ ଖାଲି ଚୁମା ଦେବାରେ ଲାଗିଲି। ତେଣୁ ସେ ବୁଝିନେଲା ଯେ ମୋର ଗିଆଁ ଖାଇବାକୁ ପ୍ରବଳ ମନ ହେଇଛି ଏବଂ ମୁଁ ଦେଖିବାକୁ ଏତେ ସୁନ୍ଦରୀ ଯେ ଥରେ ଯିଏ ମୋତେ ଦେଖିବ ତା ମନ ମଧ୍ୟରେ ମଧ୍ୟ ମୋତେ ଗେଇବା ପାଇଁ ପ୍ରବଳ ଆଗ୍ରହ। ତେଣୁ ଏହି ଭରସାରେ ମୁଁ ତାକୁ କୁଣ୍ଡେଇ ଧରିଲି। ସେ ଆଉ ମନା କରିପାରିଲା ନାହିଁ। ତାପରେ ମୁଁ ଆଉ ସମୟକୁ ନଷ୍ଟ ନ କରି ଖାଲି ନିର୍ଦ୍ଧୁମ ଭାବରେ ତାକୁ ଚୁମା ଦେଇ ଚାଲିଲି। କିଛି ସମୟ ଚୁମା ଦେଇ ସାରିଲା ପରେ ସେ କ'ଣ କଲା ନା ଆସ୍ତେ ଆସ୍ତେ ମୋ ଦୁଧକୁ ଚିପୁଡ଼ିବାକୁ ଲାଗିଲା। 2ରୁ 3 ମିନିଟ୍ ପର୍ଯ୍ୟନ୍ତ ସେ ଦୁଧକୁ ଚିପୁଡ଼ିଲା। ତାପରେ ମୁଁ କ'ଣ କଲି ନା ଆସ୍ତିକିନା ମୋ ଶାଢ଼ୀଟିକୁ ତଳକୁ ଖସାଇ ଦେଲି ଏବଂ ବ୍ଲାଉଜର ବଟନକୁ ଖୋଲି 2ଟି ଦୁଧ ତା ସାମ୍ନାରେ ଆଣି ଥୋଇଦେଲି। ସେ ବଡ଼ ବଡ଼ ଦୁଧକୁ ଦେଖି ପୁରା ପାଗଳ ହେଇଗଲା। ତାପରେ ସେ କ'ଣ କଲା ନା ମୋ 2 ଦୁଧରେ ମୁହଁ ମାରି ଚୁଚୁମିବାକୁ ଲାଗିଲା। କିଛି ସମୟ ଚୁଚୁମି ସାରିଲା ପରେ ତା ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲା। ଏଥର ମୁଁ ତାକୁ ଟାଣି ନେଇଗଲି ମୋ ବେଡ଼ରୁମକୁ ଏବଂ ତାକୁ ତଳେ ଶୁଆଇ ଦେଇ ତାର ପ୍ୟାଣ୍ଟଟିକୁ ପୁରା ଖୋଲିଦେଲି। ତାର ଲମ୍ବା ବାଣ୍ଡଟିକୁ ବାହାର କରି ଆଣିଲି ଏବଂ ଖାଲି ଚାଟିବାକୁ ଲାଗିଲି। 5ରୁ 7 ମିନିଟ୍ ଚାଟି ସାରିଲା ପରେ ସେ ପୁରା ପାଗଳ ହେଇଗଲା। ସେ କହିଲା, ମୋତେ ଆପଣଙ୍କର ବିଆକୁ ଟିକେ ଦେଖାନ୍ତୁ, ମୁଁ ଟିକେ ବିଆକୁ ଚାଟିଦିଏ। ତାପରେ ମୁଁ ମୋର ସମ୍ପୂର୍ଣ୍ଣ ଶାଢ଼ୀ ଏବଂ ସାୟା ସବୁ ଖୋଲିଦେଲି। ତା ଆଗରେ ପୁରା ଉଲଗ୍ନ ହେଇଗଲି। ସେ କ'ଣ କଲା ନା ତା ମୁହଁ ନେଇ ମୋ ବିଆରେ ଜିଭରେ ଖାଲି ଚାଟି ଚାଲିଲା। 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଯେତେବେଳେ ସେ ଚାଟିଲା ମୋତେ ବହୁତ ମଜା ଲାଗୁଥିଲା। ତାପରେ ମୁଁ ଆଉ ନିଜକୁ ସମ୍ଭାଳି ନ ପାରି ତାକୁ ତଳେ ଶୁଆଇ ଦେଇ ତା ବାଣ୍ଡ ଉପରେ ଚଢ଼ିଗଲି ଏବଂ ମୋ ବିଆକୁ ତା ବାଣ୍ଡରେ ପଶାଇ ଦେଲି। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ତାକୁ ସେମିତି ତଳେ ଶୁଆଇ ରଖି ମୁଁ ଖାଲି ଗେହିଁ ଚାଲିଲି। 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଗେହିଁ ସାରିଲା ପରେ ମୋତେ ଜଣାଗଲା ଯେମିତି ମୋର ପାଣି ବାହାରିଯିବ। ତାପରେ ମୁଁ ତାକୁ କହିଲି, ତମେ ଉପରକୁ ଆସ। ସେ କ'ଣ କଲା ନା ଉଠି ପଡ଼ି ମୋର 2 ଟାଙ୍ଗକୁ ଉପରକୁ ଟେକି ଧରିଲା ଏବଂ ଖପା ଖପ୍ କରି ଗେହିଁ ଚାଲିଲା ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ। ତାର ସେଇ ଗେହିବାରେ ମୋ ବିଆରୁ ସବୁ ରସ ବାହାରିଗଲା, ତା ବାଣ୍ଡରୁ ମଧ୍ୟ ରସ ବାହାରିଗଲା। ଆମେ 2 ଜଣ ଶାନ୍ତି ପାଇଗଲୁ। ସେଇଦିନଠାରୁ ଆମେ ବହୁତ ଥର ଏମିତି ଗିଆଁ ହେଇଛୁ। ମୋ ଶ୍ୱଶୁର ଏବଂ ଶାଶୁ ନଥିବା ସମୟରେ ମୁଁ ତାକୁ ଫୋନ୍ କରେ, ସେ ମୋ ଫୋନ୍ ପାଇ ମୋ ପାଖକୁ ଆସେ ଏବଂ ଇଂଲିଶ ଷ୍ଟାଇଲରେ ମୋତେ ବହୁତ ଥର ସେ ଗେହିଛି। ସେଇ ଇଂଲିଶ ଷ୍ଟାଇଲର ଗେହିବା ବିଷୟରେ ମୁଁ ଆପଣଙ୍କୁ ପରବର୍ତ୍ତୀ ଭିଡ଼ିଓରେ ସବୁ ଜଣାଇବି। ଆପଣମାନେ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।